ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିବେଶ ପାଇଁ ବହୁତ ସଚେତନ। ପ୍ରତ୍ୟେକ କର୍ମୀ ଏଠି ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ସବୁ ଷ୍ଟେକ୍ ହୋଲ୍ଡର ଏଠି ପରିବେଶ ପ୍ରତି ସଚେତନ ଅଛନ୍ତି ଏବଂ ଆମେ ପିଲାମାନଙ୍କ ମଧ୍ୟରେ ମଧ୍ୟ ସଚେତନତା ସବୁବେଳେ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛୁ। ଆମେ ପରିବେଶ ଏବଂ ନିଜର ସଂସ୍କୃତିକୁ ଭଲ ପାଇବା ପାଇଁ ଆମେ ଶନିବାର ଦିନ କୌଣସି ଗାଡ଼ି କ୍ୟାମ୍ପସକୁ ଆସୁନି। ଆଉ ଏବଂ ଶୁକ୍ରବାର ଦିନ ସମସ୍ତେ ଖଦି ବସ୍ତ୍ର ପରିଧାନ କରୁଛନ୍ତି। ଏଇଟା ଗୋଟେ ସିମ୍ବଲିକ ଆଇଟମ ଭିତରେ ଭାବରେ ଆମେ ତାକୁ ଗ୍ରହଣ କରିଛୁ। କାରଣ ଖଦି ବସ୍ତ୍ର ପିନ୍ଧିବା ଦ୍ୱାରା ଆମେ ଆମର ଯୋଉ ଲୋକାଲ ଯୋଉମାନେ ଅଛନ୍ତି, ମାନେ ଶିଳ୍ପୀ ଅଛନ୍ତି ବା ବ୍ୟବସାୟୀ ଅଛନ୍ତି, ସେମାନେ ଖଦି ବସ୍ତ୍ର ଯୋଉମାନେ କାଟୁଛନ୍ତି, ସେମାନେ ଯୋଉ ତିଆରି କରୁଛନ୍ତି, ସେମାନଙ୍କୁ ଆମେ ପ୍ରମୋଟ କରୁଛୁ। ଏବଂ ଶନିବାର ଦିନ ଯେହେତୁ ସବୁବେଳେ ଗୋଟେ ପେଟ୍ରୋଲ ଗାଡ଼ି ବ୍ୟବହାର କରିବା ସମସ୍ତଙ୍କର ଅଭ୍ୟାସରେ ପଡ଼ିଯାଇଛି, ତେଣୁ ସିମ୍ବଲିକାଲି ଗୋଟେ ଦିନ ଅନ୍ତତଃ ଆମେ ପରିବେଶକୁ ଦୂଷିତ ନ କରିବା ପାଇଁ ପ୍ରତିଜ୍ଞା କରିଛୁ। ସେଇଥିପାଇଁ ଆମେ 2-3ଟି ବ୍ୟାଟେରୀ ଗାଡ଼ି ଆମ ପାଖରେ ଅଛି। ସେଇଥିରେ ଯୋଉମାନେ ଅସମର୍ଥ ସେମାନେ ଯିବା ଆସିବା କରୁଛନ୍ତି, ଅନ୍ୟ ସମସ୍ତେ ପାଦରେ କ୍ୟାମ୍ପସ ସାରା ଚାଲିକି ଯିବା ଆସିବା କରୁଛନ୍ତି। ପ୍ରଥମ ଥର ଯେତେବେଳେ ଆମେ ଏଇଟା ଏକ୍ସପିରିଏନ୍ସ କରିଥିଲୁ ଯେ ଆମକୁ ବି ଲାଗିଥିଲା ଏଇଟା କ'ଣ ପାଇଁ ନିଆ ହଉଛି, ପରେ ଜଣା ପଡ଼ିଲା ଯେ ନାଇଁ ପ୍ରତି ସପ୍ତାହ ଏମିତି ନିଆଯାଏ ଏଇ ଜିନିଷ ବନ୍ଦ କରିବା ପାଇଁ। ଯେ ପେଟ୍ରୋଲିୟମ ଚାଲୁଥିବା ଗାଡ଼ି ଯାକ ମାନେ କ'ଣ ବେଶୀ ଧୂଆଁ କାଢ଼େ, ତ ସେଇ ଜିନିଷ ଏଟଲିଷ୍ଟ କିଛି ମାତ୍ରାରେ କମୁ, ସେ ଇନିସିଏଟିଭ ନିଆ ହେଇଛି। ଆଉ ଖଦି ବସ୍ତ୍ର ଯୋଉ ଆପଣ କହିଲେ ସେଇଟା ଯୋଉ ଲୋକମାନେ ସେଇଟା ବନଉଛନ୍ତି, ଆଜିକାଲି ତ ରେଡିମେଡ୍ ସବୁ ବେଶୀ ଚାଲି ଯାଉଛି, ତ ତାଙ୍କର ବେପାର ବି କମ୍ ହେଲାଣି। ତ ସେଇ ଜିନିଷ ବି ତାଙ୍କୁ ବି ପ୍ରୋତ୍ସାହନ କରିବା ପାଇଁ ଗୋଟେ ଇନିସିଏଟିଭ ନିଆଯାଇଛି। ତ ଏଇଟା ଗୋଟେ ଭଲ ଷ୍ଟେପଟି ନିଆଯାଇଛି ଆମେ ଯାହା ଫିଲ୍ କରୁଛୁ ୟୁନିଭର୍ସିଟି ତରଫରୁ। ଗୋଟେ ମାନେ ମୋବାଇଲ ଭେହିକଲ ରଖା ହେଇଛି, ମାନେ ଗୋଟେ ଇଲେକ୍ଟ୍ରିକ ଗାଡ଼ି ଅଛି, ଫୋର ହ୍ୱିଲର ଅଛି, ଯୋଉଟା କି ହେଲ୍ପ କରେ, ମାନେ ଯେମିତି ଷ୍ଟାଫ ମେମ୍ବର୍ସକୁ ନିଆଯାଏ ସେମିତି ସେମାନଙ୍କ ପାଇଁ ବି କିଛି ଗୋଟେ ପଦକ୍ଷେପ ନିଆଯାଇଛି, ଯୋଉଥିରେ କି ସେମାନଙ୍କୁ ଟ୍ରାନ୍ସପୋର୍ଟେସନ ହେଲ୍ପ ଦିଆଯାଏ। ଯେ ଯୋଉ ହ୍ୟାଣ୍ଡିକ୍ୟାପ ମାନେ ଅଛନ୍ତି, ଯୋଉମାନେ ଅସମର୍ଥ, ଏଇଟା ଗୋଟେ ମାନେ ବହୁତ ହି ଭଲ ୱେରେ ଦେଖିବା କଥା। କାହିଁକି ନା ସବୁ ଛୋଟ ଛୋଟ ଜିନିଷରୁ ନେଇକି ହିଁ ବଡ଼ ଜିନିଷ ବନେ। ତ ଆମେ ଯଦି ଚାହୁଁଛେ କୋଉ ଜିନିଷ ମାନେ ଏମିତି ଫ୍ୟୁଚରରେ ହଉ, ଯେମିତି ଆମେ କ୍ଲିନ୍ ଏନଭାରନମେଣ୍ଟ ଚାହୁଁଛୁ, ତ ସେଇଟା ୱାନ୍ ଷ୍ଟେପ୍ ଏଟ୍ ଏ ଟାଇମ୍ କରିକି ନେଲେ ହବ। ତ ଯେହେତୁ କି ସପ୍ତାହରେ ଥରେ କରାହଉଛି, ସେଥିରେ କାହାର କିଛି ନଷ୍ଟ ବି ହଉନି କି କିଛି ଅସୁବିଧା ବି ନାହିଁ। ଆଉ ଚାଲିଲେ ବି ଦେହ ଭଲ ରୁହେ ତ ସମସ୍ତେ କୁହନ୍ତି। ଆଜିକାଲିର ଯାହା ମାନେ ଏନଭାରନମେଣ୍ଟ ହେଲାଣି, ଅଧିକାଂଶ ତ ଟେକ୍ନୋଲୋଜି ପାଇଁ ଗୋଟେ ଜାଗାରେ ହିଁ ବସିକି କରିଦଉଛୁ କାମ। ତ ଏ ଦ୍ୱାରା ଆମେ ମାନେ ମାନେ କ'ଣ ଯେ ଫିଜିକାଲି ବି ଆକ୍ଟିଭ ରହୁଛୁ। ତ ଏଇଟା ମୁଁ ଧନ୍ୟବାଦ ଜଣାଇବି ୟୁନିଭର୍ସିଟିକୁ ଯେ ଗୋଟେ ଭଲ ପଦକ୍ଷେପ ନିଆଯାଇଛି। ଏମିତି ଯୋଉ ଷ୍ଟେପ୍ ନିଆ ହେଇଛି ୟୁନିଭର୍ସିଟି ତରଫରୁ କି ୱିକଲି ୱାନ୍ସ ଆମକୁ ଏଲାଉ କରାହେଉଛି କି ଆମେ ୟୁନିଭର୍ସିଟି ଭିତରକୁ ଚାଲିକିରି ଆସିବୁ କି ଇଲେକ୍ଟ୍ରିକ୍ ଭେହିକଲ୍ ୟୁଜ୍ କରିବୁ, ଯୋଉଥିରୁ କି ପଲ୍ୟୁସନ୍ ଆକ୍ଚୁଆଲି ରିଡ୍ୟୁସ୍ ହବ। ଗୋଟେ ଅଛି ନା କି ଗୋଟେ ମିଲିୟନ ଷ୍ଟେପ୍ର ଜର୍ଣ୍ଣିଟା ଗୋଟେ ସିଙ୍ଗଲ ଷ୍ଟେପ୍ରୁ ଷ୍ଟାର୍ଟ ହୁଏ। ତ ସେଇ ହିସାବରେ ଗୋଟେ ଭଲ ଇନିସିଏଟିଭ୍ ଏଟା ୟୁନିଭର୍ସିଟି ତରଫରୁ। ଆଣ୍ଡ ମୁଁ ଫିଲ୍ କରୁଛି କି ହଁ, ଆମେ ସମସ୍ତଙ୍କୁ ଯଦି ଆମେ ଏଇଟା ଷ୍ଟ୍ରିକ୍ଟଲି ଫଲୋ କରୁଛୁ, ତ କିଛି ନା କିଛି ଆମାଉଣ୍ଟ ତକ୍ ଗୋଟେ ପେଟ୍ରୋଲିୟମ ଗାଡ଼ି ଚାଲିବ, ସେଥିରୁ ୟୁନିଭର୍ସିଟିରେ ବହୁତ ଶହ ଶହ ଛୁଆ ପଢ଼ୁଛନ୍ତି। ତ ସମସ୍ତେ ଯଦି ଭିତରକୁ ଆଣିବେନି ପେଟ୍ରୋଲିୟମ ଗାଡ଼ି, ତ କିଛି ଆମାଉଣ୍ଟ ତକ୍ ତ ପଲ୍ୟୁସନ୍ ରିଡ୍ୟୁସ୍ ହବ ହିଁ। ଆଉ ଆମ ୟୁନିଭର୍ସିଟିର ଏନଭାରନମେଣ୍ଟଟା ତ କ୍ଲିନ୍ ରହିବ। ସେମିତି କିଛି କଷ୍ଟ ଲାଗେନି, ଆକ୍ଚୁଆଲି ୱାର୍କଆଉଟ୍ ବି ହେଇଯାଏ। ଏମିତି ହମେଶା ଘରେ ବସି ବସି ଏମିତି ରୁମ୍ରେ ରହି ରହି, ତ ଯଦି ଆମକୁ ଚାଲିବାର ଅପରଚ୍ୟୁନିଟି ମିଳୁଛି, ତ ସେଇଟା ଗୋଟେ ଦୃଷ୍ଟିରୁ ଭଲ ହିଁ ଅଛି। ସେଇଟା ୟୁନିଭର୍ସିଟି ଯୋଉ ପଦକ୍ଷେପ ନେଇଛି ସେଇଟା ଆକ୍ଚୁଆଲି ଭଲ ଅଛି। ସେଇଟା ଆମମାନଙ୍କୁ ଆୱାର ବି କରୁଛି କି ଆମେମାନେ ସେତିକି ସଷ୍ଟେନେବଲ୍ ହବା ଆମର ଫ୍ୟୁଚର ଜେନେରେସନକୁ ନେଇକିରି। ତ ଛୋଟ ଛୋଟ ଷ୍ଟେପ୍ସରୁ ହିଁ ଜିନିଷ ଷ୍ଟାର୍ଟ ହୁଏ। ତ ଆମେ କ୍ଲିନ୍ ଏନଭାରନମେଣ୍ଟ ପାଇଁ ଆୱାର ହେବା। ଆଉ ଯେହେତୁ ୟୁନିଭର୍ସିଟିରେ ଆପଣ ଦେଖିପାରୁଥିବେ ସାଇଡ୍ ବହୁତ ଭଲ ଗଛପତ୍ର ଲଗା ହେଇଛି, ତ ଏଠିର ଏନଭାରନମେଣ୍ଟ ବେଶୀ ବି ଖରା ହେଲେ ବି ଏଠି ଥଣ୍ଡା ଥଣ୍ଡା ହାୱା ଆସୁ ହିଁ ଥାଏ। ତ ସେଇଟା ଗୋଟେ ଭଲ ଫିଲ୍ କରାଏ, ସେଠି ଫ୍ରେଶ୍ ଫିଲ୍ ହୁଏ। ଧନ୍ୟବାଦ ଜଣେଇବି ଆମ ୟୁନିଭର୍ସିଟିକୁ, ବ୍ରହ୍ମପୁର ୟୁନିଭର୍ସିଟିକୁ। ଆମେ ଏଠି ଭାଇସ୍ ଚାନ୍ସେଲରଙ୍କ ନିର୍ଦ୍ଦେଶରେ ଗୋଟେ ସପ୍ତାହରେ ଗୋଟେ ଦିନ ଆମେ ଭେହିକଲ ବର୍ଜନ କରୁଛୁ। ସେଇଦିନ ଆମର ଯେହେତୁ ଏଟଲିଷ୍ଟ କିଛି କଣ୍ଟ୍ରିବ୍ୟୁସନ୍ କାର୍ବନ ଏମିସନରେ ନ ହଉ, କ୍ୟାମ୍ପସରେ ଟିକେ ଭଲ ବାତାବରଣ ରହୁ, ଏଇଟାକୁ ବି ଆମର ସବୁ ଶିକ୍ଷକ, ଅଣଶିକ୍ଷକ, ଛାତ୍ରଛାତ୍ରୀ ପଜିଟିଭ ସହିତ ନେଇଛନ୍ତି। ଯାହାଫଳରେ କି ଆମେ ପ୍ରତ୍ୟେକ ସପ୍ତାହରେ ଶନିବାର ଦିନ କୌଣସି ପଲ୍ୟୁଟେଡ୍ ଭେହିକଲ କ୍ୟାମ୍ପସକୁ ଆଣୁନୁ, ଯେମିତିକି ବ୍ୟାଟେରୀ ଭେହିକଲ ୟୁଜ୍ କରୁଛନ୍ତି କିମ୍ବା ସାଇକେଲ ୟୁଜ୍ କରୁଛନ୍ତି କିମ୍ବା ଚାଲିକି ଯିବା ଆସିବା କରନ୍ତି। ଏହାଦ୍ୱାରା ଏଟଲିଷ୍ଟ ଗୋଟେ ସଚେତନତା ହେଉଛି। ସମସ୍ତେ ଏଟାକୁ ଯଦି ଆଗାମୀ ଦିନରେ ବହୁତ ଆଗ୍ରହର ସହିତ ପାଖାପାଖି ଅଞ୍ଚଳରେ କରିବେ, ତାହେଲେ କିଛି ମାତ୍ରାରେ ଆମେ ପଲ୍ୟୁସନ୍ କମ୍ କରିପାରିବୁ। ଦିଲ୍ଲୀରେ ବର୍ତ୍ତମାନ ପରିସ୍ଥିତି ବହୁତ, ଆମର ଏୟାର ଇଣ୍ଡେକ୍ସ ବହୁତ ଖରାପ କଣ୍ଡିସନରେ ଅଛି। ଏବଂ ଭୁବନେଶ୍ୱର ବି ମଡରେଟ୍ରେ ଅଛି,
ସେଇ କମ୍ପାରିଜନକୁ କନସିଡର କରିକି ଏଇ ଜିନିଷଟାକୁ ଆମେ ଅଧିକ ଆଗକୁ ପ୍ରୋତ୍ସାହନ କରିବାକୁ ଚାହୁଁଛୁ। ପଲ୍ୟୁସନ ଟିକେ କିଛି ମାତ୍ରାରେ ଲୋକଙ୍କ ଭିତରେ ସଚେତନତା ହବ, ଲୋକମାନେ ସଚେତନତା ହେଲେ ପଲ୍ୟୁସନ ମାତ୍ରା କମେଇବାକୁ ଚେଷ୍ଟା କରିବେ, ସେଇଟା ଆମର ଉଦ୍ଦେଶ୍ୟ। ଏଇଟାକୁ ଆମେ ପଜିଟିଭଲି ନବା, କାରଣ ୟୁନିଭର୍ସିଟି କରିଛି, କାରଣ ଗୋଟେ ୟୁନିଭର୍ସିଟିର କର୍ତ୍ତବ୍ୟ ହେଉଛି ସମସ୍ତଙ୍କ ଭିତରେ ଗୋଟେ ଜାଗରୂକତା ବାହାର କରିବା। ସେଇ ଜାଗରୂକତା ବାହାର କରିବା ପାଇଁ ଏଇଟା କରାଯାଇଛି ଆଉ।